ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଭିଡ଼ିଓକୁ। ଦେଖନ୍ତୁ ଆଜି ଆମେ ପଢ଼ିବା ଓଡ଼ିଆ ଅନର୍ସର ସେକେଣ୍ଡ ସେମିଷ୍ଟାର ଏକ୍ଜାମ୍ ପାଇଁ କୋର୍ 3ର ଆପଣଙ୍କର ଲଙ୍ଗ୍ କ୍ୱେଶ୍ଚିନ୍ ହେଲା 5 ମାର୍କର କ୍ୱେଶ୍ଚିନ୍ ଏଇଟା ଆପଣମାନଙ୍କୁ ଆସେ। କୋର୍ 3ର ୟୁନିଟ୍ 4 ରହୁଛି ଆପଣଙ୍କର ପଞ୍ଚସଖା ସାହିତ୍ୟର ଆପଣଙ୍କର ରହୁଛି ଅଚ୍ୟୁତାନନ୍ଦ ଦାସ ଏବଂ ଶିଶୁ ଅନନ୍ତ ଦାସ ହେଲା। ତ ଏମାନଙ୍କ ଭିତରୁ ଯେକୌଣସି ପ୍ରଶ୍ନ ଲଙ୍ଗ୍ କ୍ୱେଶ୍ଚିନ୍ ଆସେ ଏବଂ ଯେଉଁଟା ଆପଣଙ୍କର ବଳରାମ ଦାସ ଏବଂ ଜଗନ୍ନାଥ ଦାସକୁ ମୁଁ ଆପଣଙ୍କୁ ପଢ଼େଇଥିଲି ସେଦିନ ମାନେ ପ୍ରିଭିୟସ୍ କ୍ଲାସ୍ରେ ଆପଣ ଯଦି ଦେଖିନାହାନ୍ତି ତାହେଲେ ସେ ଭିଡ଼ିଓ ଦେଖିପାରିବେ। ଗୋଟେ ଲଙ୍ଗ୍ କ୍ୱେଶ୍ଚିନ୍ ମୁଁ ଆପଣଙ୍କୁ ଦେଇଥିଲି। ତ ଦେଖନ୍ତୁ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁଠି ଆପଣଙ୍କର ଯେଉଁଟା ପଞ୍ଚସଖା ଯୁଗର 5 ଜଣ ଯେଉଁ ବଳିଷ୍ଠ କବି ଅଛନ୍ତି ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଶିଶୁନନ୍ଦ ଦାସ ଏବଂ ଯଶୋବନ୍ତ ଦାସ। ଦେଖନ୍ତୁ ଏମାନଙ୍କ ଭିତରୁ ଲଙ୍ଗ୍ କ୍ୱେଶ୍ଚିନ୍ 2 ଜଣଙ୍କ ଭିତରୁ ଯେକୌଣସି ଦୁଇଟି ମାନେ ବଳରାମ ଦାସ ଏବଂ ଜଗନ୍ନାଥ ଦାସଙ୍କ ଭିତରୁ ଜଣେ ଲଙ୍ଗ୍ କ୍ୱେଶ୍ଚିନ୍ ଆସେ ହେଲା ଏବଂ ଅଚ୍ୟୁତାନନ୍ଦ ଦାସ ଏବଂ ଯଶୋବନ୍ତ ଦାସ କିମ୍ବା ଶିଶୁନନ୍ଦ ଦାସଙ୍କ ଭିତରେ ଯେକୌଣସି ଗୋଟେ ଲଙ୍ଗ୍ କ୍ୱେଶ୍ଚିନ୍ ଆସେ ହେଲା। ତ ଦେଖନ୍ତୁ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁଟା ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟ ସଂହିତା ବିଷୟରେ ଆଲୋଚନା କର। ତ ଏମାନଙ୍କର ସୃଷ୍ଟି ସମ୍ଭାର ବିଷୟରେ ଆପଣମାନେ ମନେ ରଖନ୍ତୁ କିଏ କ'ଣ ମାନେ ରଚନା କରୁଛନ୍ତି ହେଲା। ବଳରାମ ଦାସ କ'ଣ ସବୁ ରଚନା କରୁଛନ୍ତି, ଜଗନ୍ନାଥ ଦାସ କ'ଣ ରଚନା କରୁଛନ୍ତି, ଶିଶୁନନ୍ଦ ଦାସ କ'ଣ ରଚନା କରୁଛନ୍ତି, ଅଚ୍ୟୁତାନନ୍ଦ ଦାସ କ'ଣ ସବୁ ରଚନା କରୁଛନ୍ତି। ମୋଷ୍ଟ ଇମ୍ପୋର୍ଟାଣ୍ଟ ଦେଖନ୍ତୁ 3-4ଟା ଆପଣମାନଙ୍କର ଏ ବିଷୟରେ ଆପଣମାନେ ମନେ ରଖନ୍ତୁ ଯାହାକି ଆପଣଙ୍କୁ ବହୁତ ହେଲ୍ପଫୁଲ୍ ହେଇପାରିବ ଯେକୌଣସି ବିଷୟରେ ଗୋଟେ ଲଙ୍ଗ୍ କ୍ୱେଶ୍ଚିନ୍ ଆସିପାରେ। ଦେଖନ୍ତୁ ଆଜି ଆମେ ପଢ଼ିବା ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟ ସଂହିତା। ତାଙ୍କର ଗୋଟେ ରଚନା ଅଛି ଶୂନ୍ୟ ସଂହିତା ବିଷୟରେ ଆଲୋଚନା କର। 4 ମାର୍କିଆ ଆପଣମାନଙ୍କର କିମ୍ବା 5 ମାର୍କିଆ ଆପଣମାନଙ୍କର ଆସେ ଏଇଟା ହେଲା। ତ ଦେଖନ୍ତୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଭିଡ଼ିଓକୁ ଲାଷ୍ଟ ତक ଦେଖନ୍ତୁ ଆଉ ଚ୍ୟାନେଲକୁ ନ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଯାଆନ୍ତୁ କାହିଁକିନା ପ୍ରତ୍ୟେକ ଦିନ ଆମେ ଏମିତି ସବୁ ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖକୁ ଆଗକୁ ନେଇକି ଆସିବୁ ହେଲା। ଦେଖନ୍ତୁ ଆଗକୁ ଆପଣଙ୍କର ଏକ୍ଜାମ୍ ବହୁତ ମାନେ ଜଲ୍ଦି ପଳେଇ ଆସୁଛି। ଆପଣଙ୍କର ଜୁନ୍ 28ରେ ଆପଣଙ୍କର ଏକ୍ଜାମ୍ ଷ୍ଟାର୍ଟ ହେଇଯିବ। ତେଣୁକରି ଲଙ୍ଗ୍ କ୍ୱେଶ୍ଚିନ୍କୁ ଆପଣମାନେ ଆଗଠୁ ଆପଣମାନେ ପ୍ରାକ୍ଟିସ୍ କରନ୍ତୁ ହେଲା। ଲଙ୍ଗ୍ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରନ୍ତୁ ବହୁତ ହେଲ୍ପଫୁଲ୍ ହେଇପାରିବ। ଆଗକୁ ଆପଣଙ୍କୁ ହଇରାଣ ହେବାକୁ ପଡ଼ିବନି ହେଲା। ତ ଚାଲନ୍ତୁ ଭିଡ଼ିଓକୁ ଡେରିଂ କରି ଫଟାଫଟ ଷ୍ଟାର୍ଟ କରିନେବା। ଦେଖନ୍ତୁ ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟ ସଂହିତା ବିଷୟରେ ଆଲୋଚନା କର। ଦେଖନ୍ତୁ ପଞ୍ଚସଖା ସାହିତ୍ୟର ଅନ୍ୟତମ ବ୍ୟକ୍ତିଗତ ହେଉଛନ୍ତି ଅଚ୍ୟୁତାନନ୍ଦ ଦାସ। ତ ତାଙ୍କର ସୃଷ୍ଟି ସମ୍ଭାର ବିଷୟରେ କବି ଅଣାକାର ସଂହିତା ଲେଖିଛନ୍ତି। ଦେଖନ୍ତୁ ପୋଟେସନ୍ ଆପଣମାନେ ଦେବେ ବହୁତ ଭଲ ରହିବ ବୁଝିପାରିଲେ। ତ ଦେଖନ୍ତୁ ଛତିଶ ସଂହିତା 18ସ୍ତରୀ ଗୀତା ବଂଶାନୁ ସପ୍ତ ବିଂଶରେ ଉପବିଂଶାନୁ ଦ୍ୱାଦଶ ଖଣ୍ଡ ଦେବୀ ଭବିଷ୍ୟ ସପ୍ତ ଖଣ୍ଡରେ ପଦ୍ୟ ପଦାବଳୀ ଲକ୍ଷେ ଯେ ଗ୍ରନ୍ଥ ସବୁ ଶ୍ରୀକୃଷ୍ଣ ମହିମା ତ ଆଗରେ କହିଲୁ ବରଜ କୁମାର ବ୍ରହ୍ମ ସାରସ୍ୱତ ନାମ। ଦେଖନ୍ତୁ ଏହାର ଅର୍ଥ ଆପଣମାନେ ପୋଟେସନ୍ ଦେଇ ଲେଖିବେ। ତ ଅଚ୍ୟୁତାନନ୍ଦ କଟକ ଜିଲ୍ଲାର ନେପାଳ ନିକଟବର୍ତ୍ତୀ ତିଲକଣା ଗ୍ରାମରେ